ତମ ନା? ମୋ ନାଟି ରଙ୍ଗ ବଦଳେଇ ଦେବି ତମ ଢଙ୍ଗ। ତମ ନାଁରେ ଅଭିଯୋଗ ଅଛି? କଣ ହେଲା? ମୋ ନାଁରେ ପୁଣି ଅଭିଯୋଗ? ଏ ରଙ୍ଗ ନାଁରେ କୋଉ ଯୋଗଳିଆ ବୋପା ଯିବ? କଣ ଏଠି ଗାଳି କରୁଛ? ମୋ ନାଁରେ ଅଭିଯୋଗ କିଏ କରିଛି? କିଏ କରିଛି ମାନେ? ଯାହା କହିବ ତମ ପଛକୁ ଗୋଟେ ହଟ୍ ସିଟ୍ ଅଛି, ସେ ହଟ୍ ସିଟ୍ ରେ ବସିବ। ଓହୋ, ସେତେବେଳୁ ଠିଆ ହେଇ ମଣ୍ଟାଟା ଭାଙ୍ଗି ଗଲାଣି। ତମ ନାଁଟା ଆଉ ଥରେ କହିଲ? ମୋ ନାଁ ହଉଛି ରଙ୍ଗବତୀ ମହାକୁଡ଼। ଆଚ୍ଛା, ତମର ବୋହୂ କେତେ ଜଣ? ମୋର ତ 3ଟା ବୋହୂ। 3 ଜଣ ବୋହୂ ଠିକ ଭାବେ ଚଳଉଛ ତ? ବହୁତ ବଢିଆ ଭାବରେ ଚଳଉଛି ମୋ 3 ଯିଏ ସତ କହିବ ଆରାମସେ ବସ। ତମ ବୋହୂକୁ ଠିକରେ ଚଳଉଛ? ମୋ ବୋହୂ ମାନଙ୍କୁ ମୋ ଝିଅ ପରିକା ଚଳଉଛି କହିଲି। ହଁ, ଠିକରେ ବସି କୁହ। ହଁ, ମୁଁ ମୋ ବୋହୂ ମାନଙ୍କୁ ମୋ ନିଜ ଝିଅ ପରିକା। ପୁଣି ମିଛ କହିଲ? କହୁଛି ସତ କଥା କହୁଛି। ଯାହା କହିବ ବସି କୁହ। ସତ କଥା ହେଲା ମୋ ସାନ ବୋଉଟା ଭାରି ଭଲ। ସେ ତା ବାପା ଘର ଯୋଉଥିପାଇଁ ସବୁ ଧରିକି ଆସିଥିଲା। ସାନ ବୋହୂ ସବୁ ଯୌତୁକ ଆଣିଲା? ହଁ, ତା ବାପା ଘର ସବୁ ଆଣିଥିଲା। ଆଉ ମୋ ମଝିଆ ବୋଉ ଖାଲି ଗୋଟେ ଖଟ ଧରିକି ଆସିଥିଲା। ଆଉ ମୋ ବଡ ବୋଉ କଥା, ତା କଥା ତ ଛାଡ। ତା ଯୋଗୁଣିଆ ବୋପା ତା ହାତରେ କାଠି କୁଟା ଖଣ୍ଡେ ବି ଦେଇଛି। ନଗଦ 50,000 ଟଙ୍କା ଦେଇଛି। ନଗଦ 50,000 ଟଙ୍କା ତାକୁ କାନ୍ଦି ଆଣିଛି। ସେ କାନ୍ଦିଛି? ମଲାଲୋ, ସେ ଆସିକି ମୋ ଘରେ କଣ ମାଗଣାରେ ଚଳିଥାନ୍ତା? ଓହୋ, ତମ ଘରେ ତା ଝିଅ ଚଳିବ ବୋଲି ଯୌତୁକ ନେବ ନା? ଆଉ କଣ ମାଗଣା ଆସିକି ଖୁଆଇବି ମୋ ଘରେ? ତମେ ଜାଣିଛ ଯୌତୁକ ତମେ ଯଦି ଡିମାଣ୍ଡ କରିବ ତମେ ଥାନାରେ ବନ୍ଧା ହବ ନଦେଇବାରେ। କୋଉ ଯୋଗଣିକାର ଏତେ ଗାଢ ଦେଖେ ସିଏ ମତେ ପୁଣି ବାନ୍ଧିକି ଧରିକି ଯିବ? ତମେ କଣ ଭାବୁଛ? ଯାହା କହିବ ହଟ୍ ସିଟ୍ ରେ ବସିକି କୁହ। ତମ ନାଁରେ ଦ୍ୱିତୀୟ ଅଭିଯୋଗ। ପୁଣି ମୋ ନାଁରେ କି ଅଭିଯୋଗ ଅଛି? ସିଟ୍ ରେ ବସିକି କୁହ। ଲୋକ ବାହାନ୍ତାରୁ କେହି ନ ଉଠିବା ପୂର୍ବରୁ ତମେ ଗାଁ ଦାଣ୍ଡ ସାହି ଚାରିଆଡେ ବୁଲି ଯାଅ। ହଁ, ମତେ ଟିକେ ଭଲ ଲାଗେ ଆଉ। ଠିକ ଅଛି, ପ୍ରାତ ଭ୍ରମଣ ଭଲ ଲାଗେ। ହଁ, ବହୁତ ଭଲ ଲାଗେ। କିନ୍ତୁ ତା ଭିତରେ ତମର ଗୋଟେ ବଦଗୁଣ ଅଛି। କଣ? ମୋର ପୁଣି ଖରାପ ଗୁଣ? କିଛି ନାହିଁ। ଆମର ବିନା ପରିବେଶନରେ ଏଠୁ ବାହାରି ପାରିବେ। ସବୁ ସତ କହିବ, ଶପଥ କରିବ, ତାପରେ ଯିବ। ବସ। ତମେ ସକାଳୁ ବୁଲି ଗଲା ବେଳେ ବିଭିନ୍ନ ଲୋକଙ୍କର ବାଡ଼ିରେ, କାହା ବାଡ଼ିରେ ଭେଣ୍ଡି, କାହା ବାଡ଼ିରେ ଜହ୍ନି, କାହା ବାଡ଼ିରେ କାକୁଡି, କାହା ବାଡ଼ିରେ ବାଇଗଣ, ବାହାରେ କାହାର କଂସା କାଟିଆ ପଡ଼ିଥିବ। ସବୁ ଦୁନିଆ ଜିନିଷରେ ଯାହା ଦେଖିବ, କାହାର ଲୁଗା ଶୁଖୁଥିବ, ପ୍ୟାଣ୍ଟ ସାର୍ଟ ଶୁଖୁଥିବ, ଗାମୁଛା ଶୁଖୁଥିବ, ସବୁ ଲୁଚେଇକି ଧରିକି ପଳେଇ ଆସ। ଏଇଟା କଣ ମିଛ? ବସି କୁହ, ଯାହା କହିବ ବସି କୁହ। କହୁଛି ଏଇଥର ସତ କଥାଟା କହିଦଉଛି। ସତ କଥା ହଉଛି ମୁଁ
ଚଳୁଛି। এটা কোন ভালো কথা? ଆଉ ମୁଁ କେମିତି ମୋ ପରିବାର ଚଳେଇବି ଯେ? ହାତ ଯୋଡିକି କୁହ, ମୋ ଶପଥ କର, ହାତ ଯୋଡୁଛି, ଶପଥ କରୁଛି ଆଜିଠୁ। ବସି କୁହ, ହଁ ବସୁଛି ବସୁଛି। ଆଜିଠୁ କାହା ବାଡିରୁ କିଛି ଚୋରି କରିବେନି, ନା ଆଜିଠୁ ଆଉ କାହା ବାଡିରୁ କିଛି ଚୋରି କରିବିନି। 2 ଘର ଭିତରେ କଳି ଲଗେଇବେନି। 2 ଘର ଭିତରେ ଜମା କଳି ଲଗେଇବି। କୋଉଠି ମିଛ କହିଲ? କୁହ, 2 ଜଣଙ୍କ ଭିତରେ କଳି ଲଗେଇବେନି। ବସି କୁହ, ଆଉ 2 ଜଣ ଭିତରେ ଜମା କଳି ଲଗେଇବିନି। ଏଇଟା ମନରୁ କହୁଛି। ମୋ ବୋହୂ ମାନଙ୍କୁ ମୋ ବୋହୂ ମାନଙ୍କୁ ଝିଅ ପରିକା ଚଳେଇବେ। ଝିଅ ପରିକା ଚଳେଇବି। ହଁ ସେଠି ବସ। ମୁଁ ଜମା ବସିବିନି, ଜମା ବସିବିନି ଆଉ। ଏଠୁ ଯାଇପାରିବନି, ନାଇଁ ମୋ ଅଣ୍ଟା ଭାଙ୍ଗିଦେଲାଣି ଯେ ମୁଁ ଏଠି ବସିବିନି ଆଉ। ଏଠୁ ଯାଇପାରିବନି, ସିଧାସଳଖ ଥାନାକୁ ଯିବ। ବସ, ମୋ ବୋହୂ ମାନଙ୍କୁ ଝିଅ ପରିକା ଚଳେଇବେ। ମୋ ବୋହୂ ମାନେ ମୋ ଝିଅ ପରିକା ଚଳେଇବି। ଠିକ ଅଛି, ସତ କହିଲ ଏଥର। ହଁ, କହିଛି ତ। ମୋ ଜୀବନରେ ଆଉ ଭୁଲ କାମ କରିବେ। ମୋ ଜୀବନରେ ମୁଁ ଜମା ଭୁଲ ମୁଁ ତ କରିନି, କରିବି କଣ?